ଯଦି ଆପଣଙ୍କ ମନ ବହୁତ ଦୁଃଖ ଏବଂ କଷ୍ଟରେ ରହୁଛି, ତାହେଲେ ଶ୍ରୀକୃଷ୍ଣଙ୍କ ଏ କଥା ଥରେ ଶୁଣନ୍ତୁ, ମନକୁ ନିଶ୍ଚୟ ଶାନ୍ତି ମିଳିବ। ଜୀବନରେ ସବୁବେଳେ ହସ ଖୁସିରେ ରୁହନ୍ତୁ। ସୁନ୍ଦର ବେଶଭୂଷା, ସୁନ୍ଦର ବସ୍ତ୍ର ଆପଣଙ୍କୁ କେବେ ସୁନ୍ଦର କରିବ ନାହିଁ। ଯେତିକି ସୁନ୍ଦର ଆପଣଙ୍କ ମୁହଁର ହସ ଆପଣଙ୍କୁ ସୁନ୍ଦର କରେଇବ। ସମସ୍ୟାରେ କେବେ ନିରାଶ ହୁଅନ୍ତୁ ନାହିଁ, ତା ସହିତ ଲଢ଼ି ତାର ସାମ୍ନା କରନ୍ତୁ। ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ସମୟରେ ଜନ୍ମ ନିଏ, ସେହି ସମୟରେ ତାର ସମାଧାନ ବି ଜନ୍ମ ନେଇଥାଏ। ନିଜର ବ୍ୟବହାର ଗଣିତର ଶୂନ ପରି ରଖନ୍ତୁ, ଯାହାର କୌଣସି ମୂଲ୍ୟ ନଥିବ, କିନ୍ତୁ ଅନ୍ୟ ଯାହା ସହିତ ଯୋଡ଼ି ହୋଇଯିବ ତାହାର ମୂଲ୍ୟ ନିଶ୍ଚିତ ବଢ଼େଇଦେବ। ଅନ୍ୟ ଜଣକ ପ୍ରତି ଅନ୍ୟାୟ କରି ନିଜର ଆସୁଥିବା ସମୟକୁ ଅପେକ୍ଷା କର, କାହିଁକି ନା ସମୟ ପାଖରେ ସମସ୍ତଙ୍କ କର୍ମର ହିସାବ ରୁହେ। କିଛି ହରେଇ ଦେଲେ ଆପଣଙ୍କ ପାଖକୁ ତାହା ଫେରୁ କି ନ ଫେରୁ, କିନ୍ତୁ କର୍ମର ଫଳ ନିଶ୍ଚୟ ଫେରିବ। ସେଇଟା ଭଲ କର୍ମର ହେଉ କି ଖରାପ କର୍ମର ହେଉ। କୁହନ୍ତି ଜୀବନର ଶେଷ ଠିକଣା ଈଶ୍ୱରଙ୍କ ଘର। କିଛି ଭଲ କର୍ମ କର, କାହା ଘରକୁ ଏମିତି ଖାଲି ହାତରେ ଯାଆନ୍ତି ନାହିଁ। ପ୍ରାର୍ଥନା ଏବଂ ଧ୍ୟାନ ମଣିଷ ପାଇଁ ବହୁତ ଜରୁରୀ ହୋଇଥାଏ। ପ୍ରାର୍ଥନାରେ ଭଗବାନ ତୁମ କଥା ଶୁଣନ୍ତି, ଆଉ ଧ୍ୟାନରେ ତୁମେ ଭଗବାନଙ୍କ କଥା ଶୁଣିଥାଅ। ଯଦି କିଛି ମାଗିବାର ଅଛି, ନିଜ ଭିତରେ ଥିବା ପରମାତ୍ମାକୁ ମାଗ, ନହେଲେ ବାହାରେ ତ ଭିକାରୀଙ୍କ ବହୁତ ଭିଡ଼ ଲାଗିଛି। ଭଗବାନ କୁହନ୍ତି ମନୁଷ୍ୟ ଖରାପ କର୍ମ କଲାବେଳେ ଆଗ ପଛ, ବାମ ଡାହାଣ ସବୁକିଛି ଦେଖେ, ହେଲେ ଉପରକୁ ଦେଖିବା ଭୁଲିଯାଏ। ଲୋକଙ୍କୁ ନିଜ ଠିକ୍ର ପ୍ରମାଣ ଦେବାରେ କେବେ ସମୟ ନଷ୍ଟ କରନ୍ତୁ ନାହିଁ। ଅନ୍ୟମାନେ ସେଇଆ ବୁଝିବେ ଯାହା ସେମାନେ ବୁଝିବାକୁ ଚାହାନ୍ତି। କେବେ ବି ଖରାପ ସମୟରେ ଭାଙ୍ଗିଯିବ ନାହିଁ। ଖରାପ ତୁମର ସମୟ ଅଟେ, ତୁମେ ନୁହେଁ। ଜୀବନରେ ସମସ୍ତେ କାହା ନା କାହା ଉପରେ ଭରସା କରି ବଞ୍ଚିଥାନ୍ତି। ସେଥିପାଇଁ ଯିଏ ତୁମ ଉପରେ ଭରସା କରୁଛି, ତୁମେ କେବେ ବି ତାର ଭରସା ଭାଙ୍ଗ ନାହିଁ। ଗୀତାରେ ସୁନ୍ଦର କଥାଟିଏ ଲେଖା ଥିଲା, ପୃଥିବୀ ପୃଷ୍ଠରେ ଭଗବାନ ସବୁ ସ୍ଥାନରେ ସବୁବେଳେ ରହିପାରିବେ ନାହିଁ, ସେଥିପାଇଁ ସେ ମାଆକୁ ତିଆରି କରିଛନ୍ତି। ଯଦି କିଛି ପୁଣ୍ୟ ଅର୍ଜନ କରିବାକୁ ଚାହୁଁଛନ୍ତି, ତାହେଲେ କିଛି କର ବା ନ କର, କିନ୍ତୁ ଗୋଟେ ମାଆର ଓଠରେ ହସ ଦେବା ପାଇଁ ସବୁବେଳେ ଚେଷ୍ଟା କରୁଥିବେ। ଯଦି ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ତାହେଲେ ଚାରିପାଦ ନିଜେ ଚାଲିକି ଆଗକୁ ବଢ଼ି ଅନ୍ୟ କାହାକୁ ଚାରିପାଦ ପଛକୁ ଠେଲି ନୁହେଁ। ଅହଙ୍କାରୀ ଲୋକମାନଙ୍କ କଥା କେବେ ବି ମନରେ ଧରନ୍ତୁ ନାହିଁ। ଅହଙ୍କାର ସେଇମାନେ ଦେଖାନ୍ତି, ଯେଉଁମାନେ ବିନା ସଂଘର୍ଷରେ ସବୁକିଛି ପାଇଥାନ୍ତି। ଯେଉଁମାନେ ପରିଶ୍ରମ କରି ନିଜର ଲକ୍ଷ୍ୟ ପୂରଣ କରନ୍ତି, ସେହିମାନେ ଅନ୍ୟମାନେ କରୁଥିବା ପରିଶ୍ରମର ସମ୍ମାନ ନିଶ୍ଚିତ କରନ୍ତି। ଯଦି ଆପଣ ସୂର୍ଯ୍ୟ ଭଳି ଚମକିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରଥମେ ସୂର୍ଯ୍ୟ ଭଳି ଜଳିକି ଦେଖାନ୍ତୁ। ଅନ୍ୟ କେହି ଅପମାନ କଲେ ତାକୁ ପ୍ରତି ଉତ୍ତର ଦେଇ ସମୟ ନଷ୍ଟ କରିବା ଅପେକ୍ଷା ପରିଶ୍ରମ ଏମିତି କରିବା ଉଚିତ, ତୁମ ସଫଳତା ଯେମିତି ତାଙ୍କ ମୁହଁ ସବୁଦିନ ପାଇଁ ଚୁପ୍ କରେଇଦେବ। ଏ କଥାରେ କିଛି ବି ଫରକ ପଡ଼େ ନାହିଁ ଲୋକ ତୁମ ବିଷୟରେ କ'ଣ ଭାବୁଛନ୍ତି, ଫରକ ତ ଏ କଥାରେ ପଡ଼ିବ ତୁମେ ତୁମ ନିଜ ବିଷୟରେ କ'ଣ ଭାବୁଛ, ଆଉ ନିଜକୁ ନିଜେ ଗଢ଼ିବା ପରେ କେତେ କ୍ଷମତା ରଖୁଛ। ଏ କଥାରେ କିଛି ବି ଫରକ ପଡ଼େ ନାହିଁ ଲୋକ ତୁମ ବିଷୟରେ କ'ଣ ଭାବୁଛନ୍ତି, ଫରକ ତ ଏ କଥାରେ ପଡ଼ିବ ତୁମେ ତୁମ ନିଜ ବିଷୟରେ କ'ଣ ଭାବୁଛ, ଆଉ ନିଜକୁ ନିଜେ ଗଢ଼ିବାରେ କେତେ କ୍ଷମତା ରଖୁଛ। ବୃକ୍ଷ କେବେ ହିସାବ ରଖେ ନାହିଁ। ସେ ତାର କେତେ ଫୁଲକୁ ହରେଇ ଦେଲା, କିନ୍ତୁ ସେ ସବୁବେଳେ ନୂଆ ଫୁଲ ସୃଷ୍ଟି କରିବାରେ ଲାଗିଥାଏ। ସେଥିପାଇଁ ଜୀବନରେ କେବେ
ହିସାବ ରଖ ନାହିଁ। କେତେ ହରେଇଲ, ସବୁବେଳେ ନୂଆ କିଛି କରିବାର ଚେଷ୍ଟା କରିଚାଲ। ଜୀବନର ସାର୍ଥକତା ସେହିଥିରେ ଅଛି। ସମୟ କେବେ ନଷ୍ଟ କରନ୍ତୁ ନାହିଁ। ସମୟ ଥରେ ଚାଲିଗଲେ ସମୟ ପାଖରେ ବି ସମୟ ନଥାଏ ତୁମକୁ ସମୟ ଦେବାକୁ। କିଏ କହିଲା ସଫଳତା ହାତର ରେଖାରେ ଥାଏ ବୋଲି? ସେହିମାନେ ବି ସଫଳତା ପାଇଥାନ୍ତି ଯେଉଁମାନଙ୍କର ହାତ ନଥାଏ। ସ୍ୱପ୍ନ ତ ତାରା ଭଳି ହେଇଥାଏ, ଯାହାକୁ ଛୁଇଁ ହୁଏ ନାହିଁ, କିନ୍ତୁ ତାକୁ ଲକ୍ଷ୍ୟ କରି ଆମେ ଆମର ନିଜ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ଦିନେ ପହଞ୍ଚିପାରିବା। ଯଦି ଆପଣ ସମ୍ମାନ ପାଇବାକୁ ଚାହୁଁଥାନ୍ତି, ତାହେଲେ ପ୍ରଥମେ ସମ୍ମାନ ଦେବା ଶିଖନ୍ତୁ। ଆପଣଙ୍କ ବ୍ୟବହାର ହିଁ ଅନ୍ୟ ଜଣକୁ ବାଧ୍ୟ କରିଦେବ ଆପଣଙ୍କୁ ସମ୍ମାନ ଦେବା ପାଇଁ। ଅନ୍ୟକୁ ତା'ର ଖରାପ ଗୁଣ କହିବା ପୂର୍ବରୁ ଥରୁଟିଏ ନିଜକୁ ଦେଖନ୍ତୁ, ନିଜ ପାଖରେ ସେ ଖରାପ ଗୁଣଟି ନାହିଁ ତ? ଆମର ପ୍ରକୃତ ଖୁସି ସେଥିରେ ନଥାଏ ଯେଉଁଥିରେ ଆମେ ଖୁସି ହୋଇଥାନ୍ତି। ଆମର ପ୍ରକୃତ ଖୁସି ତ ସେଥିରେ ଥାଏ ଯଦି ଆମ ପାଇଁ ଅନ୍ୟ ଜଣେ ଖୁସି ହୋଇଥାଏ। ସେଥିପାଇଁ ଯେତେବେଳେ ବି ସୁଯୋଗ ମିଳୁଛି, ଅନ୍ୟ ଜଣକର ହସର କାରଣ ହେବାକୁ ନିଶ୍ଚୟ ଚେଷ୍ଟା କରନ୍ତୁ। ଦୁଃଖକୁ କେବେ ବି ଘୃଣା କରନ୍ତୁ ନାହିଁ। ଜୀବନରେ ଦୁଃଖ ଆସିବା ନିହାତି ଜରୁରୀ, କାହିଁକି ନା ଦୁଃଖ ଆସିଲେ ହିଁ ଜଣା ପଡ଼ିବ କିଏ ଆମ ନିଜର ହୋଇ ଆମ ପାଖେ ରହୁଛନ୍ତି ଆଉ କିଏ ପର ହୋଇ ହାତ ଛାଡ଼ି ଚାଲି ଯାଉଛନ୍ତି। ପରିସ୍ଥିତି ଯେତେ ବି ଖରାପ ହଉ, କେବେ ବି ଧୈର୍ଯ୍ୟ ହରେଇବ ନାହିଁ, କାହିଁକି ନା ରାତି ଯେତେ ବି ଅନ୍ଧାର ହେଉନା କାହିଁକି, ସୂର୍ଯ୍ୟର କିରଣ ସେ ଅନ୍ଧକାରକୁ ଦୂର କରି ସୁନେଲି ସକାଳ ତୁମ ପାଇଁ ନିଶ୍ଚୟ ନେଇ ଆସିବ। ସଫଳ ହେବା ପରେ କେବେ ବି ଅହଙ୍କାର କରିବ ନାହିଁ କି ଅସଫଳ ହେବେ କେବେ ଭାଙ୍ଗି ପଡ଼ିବ ନାହିଁ। ଯଦି ଏଇ ଦୁଇଟି କଥା ମନେ ରଖିବ, ତାହେଲେ ଜୀବନରେ ସଦା ସର୍ବଦା ସୁଖ ଶାନ୍ତି ରହିବ। ସମୟ ଆମକୁ କେବେ ଭଲ କି ଖରାପ କରେ ନାହିଁ, ଆମେ ସମୟକୁ ଭଲ ଆଉ ଖରାପ କହିଥାଉ। ଖୁସିକୁ ବାହାରେ ଖୋଜିବା ବନ୍ଦ କରି ଦିଅନ୍ତୁ, କାହିଁକି ନା ଖୁସି ଆପଣଙ୍କ ପାଖରେ ଅଛି। ସେ ଜାଗାରେ ପହଞ୍ଚିବା ରାସ୍ତା ଆପଣଙ୍କ ସନ୍ତୁଷ୍ଟତା ଉପରେ ନିର୍ଭର କରେ। ଯଦି ଆପଣ ସନ୍ତୁଷ୍ଟ ଅଛନ୍ତି, ତାହେଲେ ଆପଣ ଖୁସି ଅଛନ୍ତି। ନହେଲେ ଆପଣ ଯେତେ ବି ଧନ ସମ୍ପତ୍ତି ରଖିଥାନ୍ତୁ ନା, ଯଦି ସେଥିରେ ଆପଣ ସନ୍ତୁଷ୍ଟ ନାହାନ୍ତି, ତାହେଲେ କେବେ ବି ଖୁସିରେ ରହିପାରିବେ ନାହିଁ। ଆମେ ଯେଉଁ ନଜରରେ ଦୁନିଆକୁ ଦେଖୁଛନ୍ତି, ଏ ଦୁନିଆ ମଧ୍ୟ ସେଇ ନଜରରେ ଆମକୁ ଦେଖାଯିବ। ସେଥିପାଇଁ ଦୁନିଆକୁ ବଦଳାଇବା ଅପେକ୍ଷା ଆମେ ଆମ ଦେଖିବାର ନଜରକୁ ବଦଳାଇବା ଉଚିତ। ବିଶ୍ୱାସ ଗୋଟେ ବହୁତ ଛୋଟ ଶବ୍ଦ। ପଢ଼ିବାକୁ ଗୋଟିଏ ସେକେଣ୍ଡ ଲାଗେ, ବୁଝିବାକୁ କିଛି ଦିନ ଲାଗେ, କିନ୍ତୁ ପ୍ରମାଣ ଦେବାକୁ ପୁରା ଜୀବନ ଲାଗିଯାଏ। ସେଥିପାଇଁ କେହି ଯଦି ଆପଣଙ୍କ ଉପରେ ବିଶ୍ୱାସ କରୁଛି, ତାହେଲେ କେବେ ବି ସେ ବିଶ୍ୱାସ ଭାଙ୍ଗିବାକୁ ଦେବେ ନାହିଁ। ସବୁବେଳେ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ମୃତ୍ୟୁ ପରେ ଯେବେ ଭଗବାନ ତୁମ କର୍ମର ହିସାବ ମାଗିବେ, ସେତେବେଳେ ମୁଣ୍ଡ ନୁଆଁଇ ନୁହେଁ, ମୁଣ୍ଡ ଟେକିକି ଉତ୍ତର ଦେଇ ପାରୁଥିବେ। ଜୀବନରେ ଶେଷ ରାସ୍ତା କିଛି ବି ନଥାଏ ଆଜ୍ଞା। ସବୁବେଳେ ନୂଆ ରାସ୍ତା ତୁମକୁ ଅପେକ୍ଷା କରିଥାଏ, ଆଉ କେବଳ ସେ ରାସ୍ତାକୁ ଚିହ୍ନିବାଟା ହେଉଛି ତୁମ ଦାୟିତ୍ୱ। ସୁଖରେ ଯେଉଁମାନେ ସାଙ୍ଗରେ ରୁହନ୍ତି ତାଙ୍କୁ ସମ୍ପର୍କ କୁହନ୍ତି, ଆଉ ଦୁଃଖରେ ଯେଉଁମାନେ ସାଙ୍ଗରେ ରୁହନ୍ତି ତାଙ୍କୁ ଭଗବାନଙ୍କ ଆଶୀର୍ବାଦ ବୋଲି କହନ୍ତି। ମଇଦାନରେ ଲଢ଼ିବାକୁ ବହୁତ ଲୋକ ଆସନ୍ତି, କିନ୍ତୁ କିଛି ଅଧାରୁ ଛାଡ଼ିଯାଆନ୍ତି। ହେଲେ ଜିତିବାଟା ମଇଦାନରୁ ଛାଡ଼ିଯିବା ଲୋକଙ୍କୁ ମିଳେ ନାହିଁ, ମଇଦାନରେ ଲଢ଼ିବା ଲୋକଙ୍କୁ ହିଁ ମିଳେ। ଜିନିଷ ଯେଉଁ ସମୟରେ ମିଳିବା କଥା, ଯଦି ଆମେ ସେ ସମୟ ପୂର୍ବରୁ ତାକୁ ପାଇବାକୁ ଚେଷ୍ଟା କରିବା,
ତାହେଲେ ମନେ ରଖିବେ ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ଛଡ଼ା ଅନ୍ୟ କିଛି ବି ପାଇବା ନାହିଁ। ଅନ୍ୟ କାହାକୁ ଈର୍ଷା କରିବା ଉଚିତ ନୁହେଁ, କାରଣ ଈର୍ଷା ଭାବ ପ୍ରଥମେ ଆମ ମନର ଭଲ ଗୁଣକୁ ନଷ୍ଟ କରିଥାଏ। ଦୁଃଖ କଷ୍ଟ ଯନ୍ତ୍ରଣା ଏସବୁ ତ ଆସିବ, ଏହା ସତ୍ୟ, କିନ୍ତୁ ଆମେ ଭାଙ୍ଗି ପଡ଼ିବା କି ଲଢ଼ିବା ତାହା ଆମ ଉପରେ ନିର୍ଭର କରେ। ଯେମିତି ଗଛରେ ପୁରୁଣା ପତ୍ର ସବୁ ଝଡ଼ିଯାଏ, ନୂଆ ପତ୍ର ଆସିବା ପୂର୍ବରୁ ଠିକ୍ ସେମିତି ଅନେକ ଦୁଃଖ କଷ୍ଟ ଆସିଥାଏ, ଆଉ ଏହି ସୂଚନା ଦେଇଥାଏ ଯେ ଆଗକୁ ଅନେକ ସୁଖ ତୁମର ଅପେକ୍ଷା କରିଛି। ବାରମ୍ବାର ପଡ଼ିବା ଖରାପ ନୁହେଁ, କିନ୍ତୁ ବାରମ୍ବାର ପଡ଼ିକି ଉଠିବାର ଚେଷ୍ଟା ନ କରିବା ସବୁଠାରୁ ଖରାପ ଅଭ୍ୟାସ। ମଣିଷ ଜନ୍ମ ହେଉଛି ଶ୍ରେଷ୍ଠ ଜନ୍ମ। ଯଦି ତୁମେ ମଣିଷ ଜନ୍ମ ନେଇଛ, ତାହେଲେ ନିଜ ଭିତରେ ମଣିଷ ପଣିଆର ଗୁଣ ରଖ। ମଣିଷ ପଣିଆ ହିଁ ଏମିତି ଏକ ଗୁଣ ଯାହା ଆମକୁ ପଶୁ ଆଉ ମଣିଷ ଭିତରେ ପାର୍ଥକ୍ୟ ବୁଝାଇଥାଏ। ଯେତେବେଳେ ଆମେ ଅନ୍ୟ କାହାର ଅପମାନ କରୁ, ତା ପୂର୍ବରୁ ପ୍ରଥମେ ଆମେ ଆମର ନିଜ ସମ୍ମାନ ହରେଇଥାଉ। ସେଥିପାଇଁ ଅନ୍ୟମାନଙ୍କୁ ଅପମାନ କରିବା ବନ୍ଦ କରିଦିଅନ୍ତୁ। କିଛି ଜିନିଷକୁ ସମୟ ଉପରେ ଛାଡ଼ିଦେବା ଉଚିତ। ଯଦି ସେ ଜିନିଷ ଆମ କ୍ଷମତା ବାହାରେ ଥାଏ, ନହେଲେ ଆମକୁ କଷ୍ଟ ଛଡ଼ା ଅନ୍ୟ କିଛି ମିଳିବ ନାହିଁ। ଯଦି କିଛି ବଡ଼ କାମ କରିବାରେ ଆପଣ ଅସମର୍ଥ ଅଛନ୍ତି, ତାହେଲେ ଛୋଟ କାମରୁ ହିଁ ଆରମ୍ଭ କରନ୍ତୁ। ଯଦି ଆପଣଙ୍କ ପରିଶ୍ରମ ଏବଂ ଚିନ୍ତାଧାରା ସଚ୍ଚୋଟ ଥିବ, ତାହେଲେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ। ସମ୍ପର୍କ ସମସ୍ତଙ୍କ ସହିତ ଜିତିକି ଯୋଡ଼ାଯାଏନି। ସମ୍ପର୍କ ଜିତିବା ପାଇଁ ନିଜକୁ ସବୁବେଳେ ନଇଁବାକୁ ପଡ଼େ, ସହିବାକୁ ପଡ଼େ, ଅନ୍ୟମାନଙ୍କୁ ଜିତେଇ ନିଜକୁ ହରେଇବାକୁ ପଡ଼େ। ତେବେ ଯାଇ ତୁମେ ସମ୍ପର୍କକୁ ଜିତିପାରିବ। ଅଧିକ ଭାବନା ଆପଣଙ୍କ କାମକୁ ପ୍ରଭାବିତ କରିପାରେ। କାମ ଯେତେ କଷ୍ଟକର, ନବଭାବନାରେ ଆପଣଙ୍କ ଅଧିକ କଷ୍ଟସାଧ୍ୟ ହେଇଯିବ। ସେଥିପାଇଁ ଆପଣଙ୍କ ସମୟକୁ ଅଯଥା ଭାବନାରେ ନଷ୍ଟ ନ କରି ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ। ସଫଳ ନିଶ୍ଚୟ ପାଇବେ। ସବୁବେଳେ ମନେ ରଖନ୍ତୁ, ଆପଣଙ୍କ ଚିନ୍ତାଧାରା ଇତିହାସ ରଚିବାକୁ ନୁହେଁ, ବରଂ ଇତିହାସ ତିଆରି କରିବାକୁ ସକ୍ଷମ ହେବା ଦରକାର। ଯେଉଁ କଥାକୁ ଆପଣ ଭାବୁଛନ୍ତି ଅନ୍ୟ ଜଣକୁ କହିବା ପାଇଁ, କିନ୍ତୁ ଆପଣ ନ କହି ମଧ୍ୟ ସେ ଆପଣଙ୍କ କଥା ଜାଣିଦିଅନ୍ତି, ସେଭଳି ମଣିଷ ଭାଗ୍ୟରୁ ନୁହେଁ ଆଜ୍ଞା, ଆପଣଙ୍କ ପୁଣ୍ୟ ବଳରୁ ମିଳିଥାଏ। ଶ୍ରୀକୃଷ୍ଣ କୁହନ୍ତି, ଯଦି ତୁମ ସମୟ ଖରାପ, ତାହେଲେ ତୁମେ ପରିଶ୍ରମ କର, ଆଉ ଯଦି ତୁମ ସମୟ ଭଲ, ତାହେଲେ ଅନ୍ୟକୁ ସାହାଯ୍ୟ କର। ଆଶା ଆଉ ବିଶ୍ୱାସ କେବେ ଭୁଲ ହୁଏ ନାହିଁ। ଏହା ଆମ ଉପରେ ନିର୍ଭର କରେ, ଆମେ କାହା ଉପରେ ବିଶ୍ୱାସ କରିବା ଆଉ କେଉଁଠାରେ ଆଶା ରଖିବା। ଏ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ନିଜ ଯୋଗ୍ୟତା ଅନୁସାରେ ଚମକିଥାନ୍ତି, ନିଜ ଇଚ୍ଛା ଅନୁସାରେ ନୁହେଁ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଏହି ଶ୍ରୀକୃଷ୍ଣର ବାଣୀ ଭଲ ଲାଗୁଛି, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପାଖରେ ଯେଉଁ ବେଲ୍ ଆଇକନ୍ ଅଛି, ତାକୁ ପ୍ରେସ୍ କରିବେ। ଦେଲେ ସବୁ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ମିଶିବା ଗୋଟେ ନୂଆ ଭିଡ଼ିଓ ସହିତ। ରହୁଛି। ଜୟ ଜଗନ୍ନାଥ।